ତ କାମ ଦେଖି ଆପଣମାନଙ୍କୁ ଆଉ କହିବାକୁ ପଡ଼ିବନି ଯେ ଆଜି ବୁଧବାର ବୋଲି, କାହିଁକିନା ଆମ ଓଡ଼ିଆ ଘରର ବୋହୂମାନେ ସମସ୍ତେ ବୁଧବାର ସକାଳ ପାଇଲା ମାନେ ଗୁରୁବାର ସକାଳ ପର୍ଯ୍ୟନ୍ତ ଦୌଡ଼ୁଥାନ୍ତି, ମାନେ କାମରେ ବ୍ୟସ୍ତ ଥାଆନ୍ତି। ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରିବା, ଠାକୁର ପୂଜା କରିବା, ଛୁଆଙ୍କ ଧନ୍ଦା କରିବା, ଅନ୍ୟାନ୍ୟ ବହୁତ କାମ। ତ ସାଙ୍ଗମାନେ ମୁଁ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସମସ୍ତଙ୍କୁ ଜଣେଇଛି ଯେ ମୁଁ 5 ଗୁରୁବାର ସାଇବାବାଙ୍କ ବ୍ରତ କରୁଛି। ତ ଚତୁର୍ଥ ପାଳି ମୋର ସରିଯାଇଛି, ପଞ୍ଚମ ପାଳି ଆସନ୍ତା ଗୁରୁବାର ମୋର ଆସୁଛି। ତ ସାଇବାବାଙ୍କ ଓଷା ସରିବା ସହିତ ସେଇଦିନ ଆମର ମାଣବସା ବସିବ ଉଠିବ। ତ ଆମର ମାଣବସା ନେଇ ମାଆଙ୍କୁ ପୂଜା କରାଯାଏ। ତ ଏକା ଦିନରେ ଆମର ପୂଜା ହେବ, ମାଆଙ୍କ ପୂଜା ତା ସହିତ ସାଇବାବାଙ୍କ ପୂଜା ମଧ୍ୟ। ତ ଗତ ପାଳିର ଭିଡ଼ିଓ ଏଇଟା। ତ ମୁଁ ବହୁତ ବ୍ୟସ୍ତ ଥିଲି, ତା ସହିତ ମୋର ଆଖି ଖରାପ ଥିଲା, ଭିଡ଼ିଓ ଏଡ଼ିଟିଂ କରିପାରୁନଥିଲି, ତା ସହିତ ଅପଲୋଡ଼ ବି କରିବା, ଆଉ ଏଡ଼ିଟିଂ ନ କଲେ ଅପଲୋଡ଼ ବି କରିପାରୁନଥିଲି। ତ ଆଗ ଅପେକ୍ଷା ମୋ ଆଖି ଏବେ ଟିକେ ମୋତେ ସୁସ୍ଥ ଲାଗୁଛି, ସେଥିପାଇଁ ଭାବିଲି ଭିଡ଼ିଓ ଏଡ଼ିଟିଂ କରି ସାଙ୍ଗମାନଙ୍କ ସହିତ ସେୟାର କରିବି। ତ ବେଶୀ ଭିଡ଼ିଓ ବି ବନେଇ ପାରିନି, କାହିଁକିନା ଏକା ଦିନରେ ମାଆଙ୍କ ପୂଜା ତାପରେ ସାଇବାବାଙ୍କ ପୂଜା ମୋତେ କରିବାର ଥିଲା। ତ ଛୁଆମାନଙ୍କୁ ବି ସାଇବାବାଙ୍କ ପୂଜାରେ ଖାଇବାକୁ ଦେବାକୁ ପଡ଼େ, ତାଙ୍କ ପାଇଁ ଖାଇବାକୁ ବି ବନେଇବାର ଥିଲା। ତ ଏତେ ବ୍ୟସ୍ତ ଥିଲି ଯେ ତା ଦେହରେ କେତେବେଳେ କେମିତି କ'ଣ ଟିକେ ଭିଡ଼ିଓ ବନେଇଛି, ବେଶୀ ଭିଡ଼ିଓ ବନେଇ ପାରିନି। ଯେତିକି ଯାହା ଭିଡ଼ିଓ ବନେଇଛି ତା ମାଧ୍ୟମରେ ଆପଣମାନଙ୍କୁ ସେୟାର କରିବି। ତ ସବୁଥରକ ଭଳି ମୁଁ ପ୍ରଥମେ ବାବାଙ୍କୁ ଗାଧୋଇ ଦେଇଥିଲି, ଗାଧୋଇକି ସକାଳ ଭୋଗ ଲଗାଇଥିଲି, ଯାହାକୁ କାଙ୍କଡ଼ ଭୋଗ ବୋଲି କୁହନ୍ତି। କାଙ୍କଡ଼ ଭୋଗ ଲଗାଇଲା ପରେ ମୁଁ ଗାଧୁଆଳର ଭୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ତ ଗାଧୁଆଳ ଭୋଗରେ ମୁଁ କରିଥିଲି କ୍ଷୀରି, ବରା, ତା ସହିତ ପୁରୀ, ସୋଲା ଡାଲି ତରକାରୀ, ଯାହା ବି ମୋତେ ସୁବିଧା ଲାଗିଲା ମୁଁ କରିଥିଲି। ସେମିତି କିଛି ନାହିଁ ଯେ ଆପଣ ଏଇଟା କରିବେ ସେଇଟା କରିବେ। ତ ମୁଁ ଯେତିକି ପାରିଥିଲି, ତା ସହିତ ମୋ ଆଖି ଭଲ ନଥିଲା, ତ ଯେତିକି ଯାହା ପାରିଥିଲି ଘରେ ଯାଆ, ମା, ସ୍ୱାମୀ ସମସ୍ତେ ହେଲ୍ପ କରିଥିଲେ। ତା ଦେହରେ ପୂଜା ଭଲରେ ଭଲରେ ସମ୍ପୂର୍ଣ୍ଣ କରିନେଇଥିଲି। ତ ଲକ୍ଷ୍ମୀ ମା ଆଉ ସାଇବାବାଙ୍କ ଭୋଗ ପାଇଁ ମୁଁ ସେମ୍ ଜିନିଷ କରିଥିଲି, ସେଥିପାଇଁ ମୋତେ ବେଶୀ ଅସୁବିଧା ହେଇନଥିଲା। ତ କେବଳ ସୋଲା ଡାଲି ମାଆଙ୍କୁ ଭୋଗ ଲଗାଇ ନଥିଲି, ସାଇବାବାଙ୍କୁ ଲଗାଇଥିଲି। ଭୋଗ ପାଇଁ ଯେଉଁ କ୍ଷୀରି କରିଥିଲି ତା ଦେହରେ ଅମୁଲର ୟୁଜ୍ କରିନଥିଲି, କାହିଁକିନା ଲକ୍ଷ୍ମୀ ମାଆଙ୍କୁ ଭୋଗ ଦିଆଯାଇପାରିବନି, ସେଥିପାଇଁ ମୁଁ କେବଳ କ୍ଷୀରରେ ହିଁ କ୍ଷୀରି ବନେଇଥିଲି। ସକାଳେ ସାଇବାବାଙ୍କୁ ଭୋଗ ଲଗାଇବା ସହିତ ମାଆଙ୍କ ବି ଭୋଗ ଲଗାଇଥିଲି। ତାପରେ ଗାଧୁଆବେଳେ ମାଆଙ୍କୁ ଆଉ ସାଇବାବାଙ୍କୁ ଏକା ସାଙ୍ଗରେ ଭୋଗ ଲଗାଇଥିଲି। ରାତିରେ ମଧ୍ୟ ବହି ପଢ଼ିବା ସହିତ ସାଇବାବାଙ୍କ ବହି ପଢ଼ିଥିଲି, ଲକ୍ଷ୍ମୀ ମାଆଙ୍କ ବହି ପଢ଼ିଥିଲି। ତାପରେ ପୂଜା ଭୋଗ ଲଗାଇ ସାରିଲା ପରେ ମାଆଙ୍କୁ ଘୁଞ୍ଚେଇ ଦେଇଥିଲି, ଆଉ ସାଇବାବାଙ୍କୁ ବି ସେମିତି ଘୁଞ୍ଚେଇ ଦେଇଥିଲି। ତ ଏକା ସାଙ୍ଗରେ ଦୁଇଟି ଯାକ ପୂଜା ଥିଲା। ମୋ ମନରେ ଅନେକ ଦ୍ୱନ୍ଦ୍ୱ ଥିଲା କି ଏକା ସାଙ୍ଗରେ ପୂଜା କରିପାରିବି କି ନାହିଁ, କାହିଁକିନା ମାଆଙ୍କ ପୂଜା 3ଟା ରାତିରୁ ହୁଏ, ସାଇବାବାଙ୍କର 5ଟା ରାତିରୁ ଭୋଗ ଦିଆଯାଏ। ମା ଆଉ ସାନ ଯାଆଙ୍କ ସାହାଯ୍ୟରେ ଯାହା ହଉ ମୋର ପୂଜା ସମ୍ପୂର୍ଣ୍ଣ ହୋଇଥିଲା। 5ଟା ରାତିରୁ ମୋର ସାଇବାବାଙ୍କୁ ପୂଜା କରିଥିଲି, 3ଟା ରାତିରୁ ମାଆଙ୍କୁ ବି ପୂଜା କରିସାରିଥିଲି। ପ୍ରତିଥର ଭଳି ପାନ ଆଉ ଗୁଆ ଚେଞ୍ଜ କରିଥିଲି ସାଇବାବାଙ୍କ ବ୍ରତରେ, ତ ଅଲଗା ଆଉ କିଛି ଚେଞ୍ଜ ହେଇନଥିଲା। ସେଇ କଳସ ପରେ ଆମ୍ବ ଡାଳୁଆ, ଧୂପ, ବରକୋଳି ପତ୍ର ଥୋଇ ପୂଜା କରିଥିଲି। ତ ସାଇବାବାଙ୍କ 5 ଗୁରୁବାର ପାଳିର ବ୍ରତବିଧି ମୁଁ ପ୍ରଥମ ପାଳି, ଦ୍ୱିତୀୟ ପାଳି, ତୃତୀୟ ପାଳିର ସେୟାର କରିଛି। ଏଇଟା ପଞ୍ଚମ ପାଳିର ଶେଷ ପାଳିର। ତ ଶେଷ ପାଳିରେ ବି ସେମିତି, ଆଉ ଯାହା ପ୍ରଥମ ପାଳି, ଦ୍ୱିତୀୟ ପାଳି, ତୃତୀୟ ପାଳି, ଚତୁର୍ଥ ପାଳିରେ କରିଥିଲେ ସେମିତି କରିବେ। କିନ୍ତୁ ଶେଷ ଦିନରେ 5 ଜଣ ସ୍ତ୍ରୀ ଲୋକଙ୍କୁ, ସଧବା ସ୍ତ୍ରୀ ଲୋକଙ୍କୁ ସାଇବାବାଙ୍କ 5ଟି ଗୁରୁବାର ବହି ଆଣିକି ଦେବେ। ତା ସହିତ ଛୁଆଙ୍କୁ 5 ଜଣଙ୍କୁ ଖୁଆଇବେ, ଆଉ ତାଙ୍କୁ ଦକ୍ଷିଣା ମଧ୍ୟ ଦେବେ। ତ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ତ ଆପଣମାନଙ୍କୁ ମୁଁ ସେୟାର କଲି ଯେ ଗତ ସପ୍ତାହରେ କେମିତି ସାଇବାବା ଆଉ ଲକ୍ଷ୍ମୀ ମାଆଙ୍କ ପୂଜା କରିଥିଲି। ତ ମାର୍ଗଶିର ମାସ ଏବେ ବି କଣ୍ଟିନ୍ୟୁ ଅଛି, କାହିଁକିନା ସଂକ୍ରାନ୍ତି ଯାଇନାହିଁ। ତ ଯେହେତୁ ସଂକ୍ରାନ୍ତି ଯାଇନି, ତ ମାର୍ଗଶିର ମାସ ଆମ ମତରେ ଯାଇନି, କାହିଁକିନା ଆମେ ସଂକ୍ରାନ୍ତିରୁ ସଂକ୍ରାନ୍ତି ମାର୍ଗଶିର ମାସକୁ ଧରିଥାଉ। ଏମିତିରେ ବି ଆମ ଘରେ କାର୍ତ୍ତିକ ମାସ, ମାର୍ଗଶିର ମାସ 2 ମାସ ଆଇଁଷ ବସେନି। ତ କିଛି ଲୋକ ଅଛନ୍ତି ଯେଉଁମାନେ କି ଠାକୁର ବସେଇଦେଲେ, ଗତ ପାଳି ବସେଇଦେଲେ, ତାପରେ ଭାବୁଛନ୍ତି ଯେ ଠାକୁର ବସେଇଦେଲୁ ମାନେ ସରିଗଲା, ଏବେ ଆଇଁଷ ଖାଇପାରିବୁ, ଘରେ ବସେଇ ପାରିବୁ। ତ ସେମିତି ଜମା ବି କରନ୍ତୁ ନାହିଁ, କାହିଁକିନା ସଂକ୍ରାନ୍ତି ଯେହେତୁ ଯାଇନି, ଆମ ଓଡ଼ିଆ ମାସ ଅନୁସାରେ ମାର୍ଗଶିର ମାସ ସରିନି। ତ ଆଇଁଷ ତ ଯେବେ ବି ନାହିଁ ସେବେ ଖାଇପାରିବେ। ମନରେ ଭକ୍ତି ରଖି ଠାକୁରଙ୍କୁ ପୂଜା କରନ୍ତୁ, ମାଆଙ୍କୁ ଡାକନ୍ତୁ। ତ ଶୀତ ଯେଉଁ ଭଳିଆ ପଡ଼ୁଛି, ସକାଳୁ ଉଠିବା ପ୍ରାୟତଃ ଡେରି ହେଇଯାଉଛି। ଆଜି ବି ମୋର ବହୁତ ଡେରି ହେଇଯାଇଥିଲା। ଆଜି ଗୁରୁବାର ଯେହେତୁ ମା ପୂଜା ଟିକେ ହେଲ୍ପ କରିଦେଇଥିଲେ। ତ ପୂଜା ସାରିଲା ପରେ ପୁଅକୁ ମୁଁ ସ୍କୁଲ ବିଦା କରିଦେଇଥିଲି। ଶାଶୁ ବୋହୂ 3 ଜଣ ଯାକ ଯେହେତୁ ଆଜି ଅରୁଆ ଖାଇବୁ, ସେଥିପାଇଁ ସକାଳୁ ସକାଳୁ ଅରୁଆ ପ୍ରିପାରେସନ୍ରେ ଲାଗିଯାଇଥିଲୁ। ଅରୁଆ ଡାଲମା, ତା ସହିତ ଓଉ ଖଟା, ଆଉ ସିମ, ଆଳୁ, କୋବିକୁ ମୁଁ ଭାଜି ନେଇଥିଲି। ତ ଗୁରୁବାର ସମସ୍ତ କାମ ସାରିଦେଇ ରୋଷେଇ ବି ସାରି ଦେଇଥିଲୁ। ଶାଶୁ ବୋହୂ 3 ଜଣ ଯାକ ବସିଯାଇଥିଲୁ ଖାଇବା ପାଇଁ। ତ ମୁଁ ନୂଆ ନୂଆ ଭିଡ଼ିଓ ବନାଉଛି, ଭିଡ଼ିଓରେ ଯଦି କିଛି ଭୁଲ ଥାଏ କ୍ଷମା କରିବେ। ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।